ମୁଁ ପ୍ରଭଞ୍ଜନ ତ୍ରିପାଠୀ ଆପଣମାନେ ଦେଖୁଛନ୍ତି ହାଲଚାଲ 66 ସୁଦୂର ନବରଙ୍ଗପୁରରୁ କୋରାପୁଟ ଆସିଛୁ ପରବ 2024 ଦେଖିବା ପାଇଁ। ଆସନ୍ତୁ ଆମ ସାଙ୍ଗରେ ମୁଖ୍ୟ ଦ୍ୱାରଟା ପରବର ବଡ଼ ସୁନ୍ଦର ଭାବରେ ହେଇଛି କାର୍ଯ୍ୟକ୍ରମ। ଆସନ୍ତୁ ମୁଖ୍ୟମନ୍ତ୍ରୀ ଆସିବେ, ଅନ୍ୟାନ୍ୟ ମନ୍ତ୍ରୀ ଆସିବେ, ଏଠର ବିଧାୟକ ଆସିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲାରେ ତାଙ୍କର ପାଦ ପଡ଼ିବ ଭାବରେ ଏଠର ଡେଭଲପମେଣ୍ଟ ହେବ। ଆସନ୍ତୁ ଭିତରକୁ ଆସନ୍ତୁ। ଏଠି ଆପଣମାନେ ଦେଖୁଛନ୍ତି ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ହେଲା ଭଳିଆ ଲାଇଟ୍ ସଜା ହେଇଛି। କୋରାପୁଟ ଅଞ୍ଚଳରେ କୋରାପୁଟର ଏଇ ଯେଉଁ କଳା ସାହିତ୍ୟ ସଂସ୍କୃତି ପରମ୍ପରା ଇତିହାସକୁ ନେଇକରି ଯେଉଁ ମଞ୍ଚ ତିଆରି ହେଇଛି ଆଜି ଏ ମଞ୍ଚରେ ବିରାଜମାନ କରିବେ ଆମର ମୁଖ୍ୟମନ୍ତ୍ରୀ। ମୋ ନାଁ ହେଲା ଚନ୍ଦନ ତ୍ରିପାଠୀ, ମୋ ଘର ଜୟପୁର। ଏଠି ବ୍ୟବସ୍ଥା ମାନେ ବହୁତ ସୁନ୍ଦର ହେଇଛି, ବଟ୍ ଟିକେ ଟ୍ରାନ୍ସପୋର୍ଟେସନ୍ ଆଉ କମ୍ୟୁନିକେସନ୍ଟା ବହୁତ ଲଙ୍ଗ୍ ଅଛି, ସେଇଟା ଗୋଟେ ଲୋକଙ୍କୁ ବହୁତ ହଇରାଣ କରୁଛି। ଆଉ ବାକି ଆରେଞ୍ଜମେଣ୍ଟ ତାଠୁ ଏଠି ବଢ଼ିଆ ଅଛି। ଆଜି ସନ୍ଧ୍ୟାରେ କିଛିଟା ଲୋକମଞ୍ଚ କରିବାର ମାନେ ପ୍ଲାନିଂ ଅଛି, ଯାହା ଡିଷ୍ଟ୍ରିକ୍ଟ କଲେକ୍ଟରର ଆଡମିନିଷ୍ଟ୍ରେସନ୍ ଗାଇଡ଼ଲାଇନ୍ ଅଛି। ବଟ୍ ଯେହେତୁ ସେଡ୍ୟୁଲ୍ ପୁରା ଲେଟ୍ ହେଇଲା, ମାନେ ଲେଟ୍ ଚାଲିଲାଣି, ତାର କେତେ ଦୂର ଆଜି ମୁଖ୍ୟମନ୍ତ୍ରୀ ଆସିବେ। ମୁଖ୍ୟମନ୍ତ୍ରୀକି ଦେଖିବା ପାଇଁ କାହିଁ କେତେ ଆୟୋଜନ ହେଇଛି ଆପଣ କ'ଣ ଦେଖିପାରୁଛନ୍ତି? ମୁଖ୍ୟମନ୍ତ୍ରୀକୁ ଦେଖିବା ପାଇଁ ଲୋକଙ୍କର ଜନସମାଗମ ତ ଅଛି। ଏ ସଂସ୍କୃତି ଆଉ ପରମ୍ପରାକୁ ନିଶ୍ଚୟ, ଯେହେତୁ ଏଇଟା ଗୋଟେ ଆଦିବାସୀ ପରିବେଶିତ ଅଞ୍ଚଳ, ସେଇଟାକୁ ନେଇକି ନିଶ୍ଚୟ କିଛିଟା ବର୍ଜ୍ୟବସ୍ତୁ ରଖିବା କଥା, ସେଇଟା ରଖାହେଇଛି। ନୋ ଡାଉଟ୍ ସେତିକି ପରିମାଣର ମାନେ ଆମକୁ ଯେତିକି ସାଟିସ୍ଫ୍ୟାକ୍ସନ୍ ଲେଭେଲ୍ ନାହିଁ, ବଟ୍ ରଖାହେଇଛି କିଛିଟା। ଦେଖୁଛନ୍ତି ଯେ ଏଇ ଦୂରରେ ଷ୍ଟେଜ୍ ତିଆରି ହେଇଛି, ମଞ୍ଚ ତିଆରି ହେଇଛି। ସେ ମଞ୍ଚକୁ ମୋହନ ଚରଣ ମାଝୀ ଆସିବେ, ଆସିକି ସେଇଠି କାର୍ଯ୍ୟକ୍ରମ କରିବେ, ଆଉ ସେ ଯାହା ଅଭିଭାଷଣ ରଖିବା କଥା ରଖିବେ। କିନ୍ତୁ ଦେଖିବାକୁ ପାଉଛୁ ଆମେ ଯେ ଏତେଟା ଭିଡ଼ ନାହିଁ। ଇଏ ମଞ୍ଚ ପାଖରେ ମଧ୍ୟ ଚେୟାର ଖାଲି ଖାଲି ଅଛି, ଏତେଟା ନାହିଁ। ସମାନବର୍ତ୍ତୀ କ'ଣ ହେବ ତାହା ଜଣାପଡ଼ିବ। ପରବକୁ ଆସିଛୁ। ପରବକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି? ପରବ ତ ଆମର ଗୋଟେ ଆମର ଲୋକାଲ ପର୍ବ ନା। ଆପଣ କେଉଁଠୁ ଆସିଛନ୍ତି? ଜୟପୁର ଆସିଛୁ। ଆମେ ଲୋକାଲ ଲୋକ। ଲୋକାଲ ଲୋକ ଏକା ଆପଣଙ୍କର କଥା କା କହିଦେଉଛି ନା ଲୋକାଲ ଲୋକ ଏକା ବୋଲିକି। ଆଉ ଆପଣ ସିଆଡ଼େ ସିଆଡ଼େ ବୁଝିଲେ କ୍ୟାମେରାଟା କେମିତି ହେବ? ତେଣୁକରି ଆପଣଙ୍କୁ କେମିତି ଲାଗୁଛି ପରବକୁ ଆସିକି? ବହୁତ ବଢ଼ିଆ ଲାଗୁଛି। ମୁଁ କେଉଁ ବର୍ଷ ଆସିନଥିଲି, ଫାର୍ଷ୍ଟ ଟାଇମ୍ ଆସିଛି ଏଇଟା। ଫାର୍ଷ୍ଟ ଟାଇମ୍ ଆସିଛନ୍ତି। ଆପଣଙ୍କ ନାଁଟା କ'ଣ? ଆରତୀ। କେଉଁ ସାଇଡ଼୍ ରହୁଛନ୍ତି ଆପଣ ଜୟପୁରରେ? ଜୟପୁରରେ ମାଦ୍ରା ସାଇଡ଼୍ ରହୁଛି। ପ୍ରକୃତରେ କ'ଣ ପାଇଁ ଆସିଛନ୍ତି? ଆମେ ଆଜି ମୋହନ ମାଝୀ ଆସୁଛନ୍ତି ତ, ସେଥିପାଇଁ ବୋଲି ଆସିଛୁ ଦେଖିବା ପାଇଁ। ତାଙ୍କୁ ପାଖରୁ ଟିକେ ଦେଖିବୁ, ଖୁସି ଲାଗିବ ବୋଲି ସେଥିପାଇଁ ଆସିଛୁ। ତ ପରବରେ କ'ଣ ହେବା କଥା? ଆମର ଲୋକାଲ ପରମ୍ପରାଟା ଦେଖିବା ପାଇଁ ଆସିଛୁ। ଆଉ ଟିକେ ଖୁସି ଲାଗିବ ଦେଖିଲେ। ଆଉ ଆପଣ ପରବକୁ ଆସିଲେ? ହଁ, ବହୁତ ଖୁସି ଲାଗୁଛି। କାହିଁକିନା ଏ ପର୍ବଟା ତ ପ୍ରତ୍ୟେକ ବର୍ଷ ହୁଏ। ଏଇଟା ଗୋଟେ ଆମର ପାରମ୍ପରିକ ଗୋଟେ ପର୍ବ, ଯେଉଁଟାକି ପାରମ୍ପରିକ ପର୍ବରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସୁଛନ୍ତି। ଜିଲ୍ଲା ପାଇଁ ଦେଖନ୍ତୁ, କିଛି ନା କିଛି ଗୋଟେ ପାରମ୍ପରିକ ରୀତିନୀତି ରହୁଛି, କଳା ସଂସ୍କୃତି ବି ରହୁଛି। ତାହା କେମିତି ଲୋକଲୋଚନକୁ ଆସିବ, ସିଏ ଜଣେ ଦେଖିବେ ବୋଲିକି ନେଇ ତାଙ୍କ ମାଧ୍ୟମରେ ଆମେ ଅନ୍ୟକୁ ଦେଖାଇବା ପାଇଁ ଚାହୁଁଛୁ। ମୋର ନାଁ ନିମାସାର ସରକାର, ମୁଁ ପୂର୍ବତନ ବିଧାୟକ। ଏଠୁ ପୂର୍ବତନ ବିଧାୟକ ଆପଣ? ଆଜ୍ଞା। ବର୍ତ୍ତମାନ ଆପଣ କେମିତି ଲାଗୁଛି, ଆପଣ ନିଜେ ପର୍ବ କରୁଛନ୍ତି? ଦେଖନ୍ତୁ, କୋରାପୁଟ ପରବଟା ବହୁତ ଫେମସ୍। ଆଜି 27 ବର୍ଷ ହେଲାଣି ପରବ, କିନ୍ତୁ ଏ ବର୍ଷ ଆମର ଜିଲ୍ଲା ପ୍ରଶାସନ ମାନଙ୍କର କଲେକ୍ଟର ବହୁତ ଗୋଟେ ନୂଆ ଭଲ ପରମାନେଣ୍ଟ ଗୋଟେ ଆମର ପ୍ଲେସ୍ଟା ତିଆରି କରିଛି। ଏଇଟା ବହୁତ ଖୁସି କଥା। ମୋ ପର୍ବରେ ଏତେ ସମ୍ମାନ ଥିଲା। ଆଜି ଏଥର ପୁରା ନିଜ ଜାଗାରେ 26 ଏକର ଜାଗାରେ ଏଇଟା କରୁଛନ୍ତି। ଏବଂ ଆପଣଙ୍କ ଏମିତି ହେଇନଥିବ, ଦେଖନ୍ତୁ ପାହାଡ଼ କେତେ ସୁନ୍ଦର ଦେଖାଯାଉଛି। ନୃତ୍ୟ, ଗୀତ, ପରମ୍ପରା, ଇତିହାସ, ସଂସ୍କୃତି, ଏହି କଳା ସାହିତ୍ୟ ସଂସ୍କୃତିର ପରିବେଶ ଭିତରେ ଆପଣମାନେ ଦେଖୁଛନ୍ତି ଏଠି ପୋଲିସ ବାହିନୀ ମଧ୍ୟ ଏଠି ଫଟୋ ଉଠାଉଛନ୍ତି। ଆପଣ କେତେ ସୁନ୍ଦର ନୃତ୍ୟ ଭିତରେ ମାନେ ନୃତ୍ୟ କରିପାରୁଛନ୍ତି। ଆପଣମାନେ ଦେଖନ୍ତୁ ଏଇଠି ଯେଉଁ ସୁନ୍ଦର କାର୍ଯ୍ୟକ୍ରମ ଚାଲିଛି, ଏ କାର୍ଯ୍ୟକ୍ରମ ଭିତରେ ଏମାନେ ହଜି ଯାଇଛନ୍ତି। ଏଇଠିର ପାରମ୍ପରିକ ନୃତ୍ୟ ଏଇଠିର ପାରମ୍ପରିକ ନୃତ୍ୟ। ଆମେ ଭାଇ ଭଉଣୀମାନେ ଅଛନ୍ତି, ଏମାନେ ଏ ସୁନ୍ଦର ନାଚ କରୁଛନ୍ତି। ଦେଖି ଏଠି ଇଆଡ଼େ ବାଜା ବଜାଉଛନ୍ତି। ବାଜା ଭିତରେ ନିଜକୁ ହଜିଯିବାକୁ ମନ ଲାଗୁଛି।